ଯଦି ପୁଅମାନେ ଦୁଃଖ ଥାନ୍ତା ସେ ମରି ସାରନ୍ତାଣି। ଝିଅର ବାପା ଯେ ସିଏ ତାଙ୍କ ଝିଅକୁ ଆଣି ନାହାନ୍ତି, ସମାଧାନ କ'ଣଟା କେମିତି କିଏ କରିବ? 10ଟା କହିଥିଲେ କାଲି ଲେଖିକି ଆମେ ସାଙ୍ଗ ହେଇକି ଯାଇ ଆଣିଲୁ। ମାନେ ସେ ଆଇନ କାନୁନକୁ ସେମାନେ ମାନୁନାହାନ୍ତି, ସେମାନେ ଆଇନ କାନୁନକୁ ମାନେ ମିସ୍ ୟୁଜ୍ କରୁଛନ୍ତି। ସେ ଝିଅ ଆସିଥାନ୍ତା ଆଜି ବାସ୍ ଛୋଟିଆ ଛୋଟିଆ କଥା କିଏ କ'ଣ ଦେଲା ନେଲା ତ ଆମେ ମିଡ଼ିଆରେ ମୁଁ କହିଦେଇଛି ଆମର କିଛି ଦରକାର ନାହିଁ ବୋଲି। ତାଙ୍କର ଯାହା ଦେଇଥିଲେ ବି ତାଙ୍କୁ ସବୁ ଦିଆହେବ ବୋଲି ଆମେ କହିଦେଇଛୁ, କିଛି ଦେଇ ବି ନାହାନ୍ତି। ଟଙ୍କା 35,000 ଦେଇଥିଲେ ଜୋଇଁର ବାଟବରଣୀ ଖର୍ଚ୍ଚଟା, ଆଉ ବାକି ମୁଦି 3ଟା ତାଙ୍କର ସେଠି ବନ୍ଦେଇଥିଲେ। ବୈଠକ ବସିଥିଲା, କ'ଣ ସମାଧାନ ହେଲା? ପୁଅ ଘର ସାଇଡ଼ରୁ ଝିଅ ଘର ସାଇଡ଼ରୁ ବି ଆସିଥିଲେ, ବସିଥିଲେ, ସମାଧାନ କ'ଣ ହେଲା? ସମାଧାନ ଆଜ୍ଞା ତ କିଛି ହେଇପାରିଲାନି। ଆପଣମାନେ ତ ସବୁ ସେଠି ଥିଲେ ଉପସ୍ଥିତ, ଆଉ ସମାଧାନ କିଛି ହେଇପାରିଲା ନାହିଁ। ସେ ଆପଣ ତ ଦେଖିଲେ ସେ ଝିଅର ବାପା ଯେ ସିଏ ତାଙ୍କ ଝିଅକୁ ଆଣି ନାହାନ୍ତି, ସମାଧାନ କ'ଣଟା କେମିତି କିଏ କରିବ? ସେ ଝିଅକୁ ନ ଆଣିବା ଦ୍ୱାରା ହିଁ ଆଜି ସମାଧାନଟା ଆଜି ରହିଲା। ଗଣ୍ଡଗୋଳ ଆଡ଼କୁ କଥାଟା ଗଲା, ଝାମେଲା ଆଡ଼କୁ ଗଲା କଥାଟା। ବୈଠକ ପୂର୍ବରୁ ଆପଣ ଗୋଟେ ଭିଡ଼ିଓରେ କହିଥିଲେ ଆଜ୍ଞା ବର୍ତ୍ତମାନ ଆମେ ପୁଅ ଘର ବାଲା ଆସିକି ଏଠି ଅଛୁ, ଆଜ୍ଞା କିନ୍ତୁ ଝିଅ ଘର ବାଲା ଆସିନାହାନ୍ତି। ଆଜ୍ଞା ମାନେ ସେତେବେଳୁ ହିଁ ପ୍ରୋବ୍ଲେମଟା ଆଜ୍ଞା ମୁଁ ଜାଣିପାରିଥିଲି ଆଜ୍ଞା ଯେ ସେ ଏମିତି ଖେଳ ଖେଳିବେ ବୋଲି। ମୁଁ ଜାଣିଥିଲି ସେ ଏମିତି ଖେଳ ଖେଳିବେ, କାରଣ 12ଟା ବାଜିଲାଣି, ଆମେ 10ଟା କହିଥିଲେ କାଲି ଲେଖିକି ଆମେ ସାଙ୍ଗ ହେଇକି ଯାଇ ଆଣିଲୁ। ମାନେ ସେ ଆଇନ କାନୁନକୁ ସେମାନେ ମାନୁନାହାନ୍ତି, ସେମାନେ ଆଇନ କାନୁନକୁ ମାନେ ମିସ୍ ୟୁଜ୍ କରୁଛନ୍ତି। ଆଜ୍ଞା ମାନୁନାହାନ୍ତି ସେମାନେ, ଝିଅ ବାଲା ହେଇକି ଝିଅ ବୋଲିକିନି ମିଛ ସତ ଯାହା ପାଇବେ ତା ଓଲଟା ସିଧା ତା ବାପା ଏଠି ଆଜ୍ଞା ଆପଣଙ୍କ ଆଗରେ ସେ କହିଲେ କୋଉ ଭଳିଆ କଥା କହିଲେ ଯେ ପୁଅ କ'ଣ ବିଷୟରେ ସବୁ ଯେ ତାଙ୍କର କ'ଣ ହେଇଥିଲା ତ ସବୁ ରେକର୍ଡ ଅଛି। ଆପଣ ବଜେଇଲେ ଆପଣ ସମସ୍ତେ ଦୁନିଆ ଯାକ ଲୋକ ଜାଣିବେ ଆଜ୍ଞା। ପୁଅ ଘର ବାଲା ମୁରବୀ କିଏ ସବୁ ଆସିଥିଲେ ନା? ଆଉ ଝିଅ ପୁଅ ବାଲା ଘର ଆଜ୍ଞା ମାନେ 3 ଖଣ୍ଡ ମୌଜାର ଲୋକ ଆସିଥିଲେ ଆଜ୍ଞା ପୁଅ ବାଲାଙ୍କର। ଝିଅ ବାଲା ଘର ବୋଧେ 4-5 ଜଣ ଆସିଥିଲେ, ତା ଦେହରୁ ଖାଲି ତାଙ୍କ ସରପଞ୍ଚ ଯିଏ କିଛି କ'ଣ କହିଛନ୍ତି ବୋଧେ, ଆଉ ଜଣେ କ'ଣ ଗୋଟେ ବୁଢ଼ା ମଶା ଜଣେ କ'ଣ ଟିକେ କହିଛନ୍ତି, ଆପଣଙ୍କର ରେକର୍ଡିଂ ଥିବ, ଆଉ ତା ବାପା, ଆଉ ତ ତୃତୀୟ ଲୋକ କେହି ପାଟି ମୁହଁ ଖୋଲିନାହାନ୍ତି। ସେ ବୋଧେ ସେଇ 5-6 ଜଣ କି 8 ଜଣ ଖଣ୍ଡେ ଆଇଥିଲେ ବୋଧେ। ଏଇ ଜାଗାକୁ ମଧ୍ୟସ୍ଥି ବି ଆସିଥିଲେ। ମଧ୍ୟସ୍ଥି ତ ଆପଣଙ୍କ ସବୁ ବାଇଟ୍ ନେଇଛନ୍ତି, ସେ ଯୋଉ ସ୍ତ୍ରୀ ଲୋକଟା। ମଧ୍ୟସ୍ଥି କ'ଣ କହୁଛନ୍ତି? ମଧ୍ୟସ୍ଥି ତ ସବୁ ଯାହା କହିଲେ ରେକର୍ଡ ଅଛି ଆଜ୍ଞା, ମୁଁ ଆଉ ଏତେ କିଛି କହିପାରିବିନି, ଆମର ତ ଫାଇନାଲ ହେଇପାରିଲା ନାହିଁ। ଯୋଉ ଭୁଲ କାହାର ଭୁଲ କାହାର ଠିକ, କିଏ ଭୁଲ ମାନିଲା କି ପୁଅ ପକ୍ଷ କିମ୍ବା ଝିଅ ପକ୍ଷ? ଆଜ୍ଞା କିଛି ଏଠି ଆଜ୍ଞା ବିଚାର ତ ଆପଣ ଦେଖିଲେ ଗଣ୍ଡଗୋଳ ହେଲା, ବିଚାର କିଛି କରେଇଦେଲେନି। ସେ ତ ଝିଅକୁ ଆଇଲେ ନାହିଁ ମିଟିଂକୁ, ଏଠି କ'ଣ କିଏ ବିଚାର କୋଉ ବାବଦରେ ବିଚାର କରିବେ? ବିଚାର କାହା ବିରୁଦ୍ଧରେ ଆପଣ କରୁଥିଲେ? ଝିଅ ତ ଆସିନଥିଲା। ବିଚାର କିଛି ହେଇପାରିଲା କି ଆପଣ ଦେଖିଥିଲେ? ଆମେ ଭାବିଲୁ ସେ ଝିଅ ବୋଧେ ଆଉଛି, ଆମେ ଖାଲି ବସିକିନି ଆଲୋଚନା କଲା ଭିତରେ ଝିଅ ଆସୁଛି ଭାବିଲୁ ଆମେ, ଶେଷରେ ଦେଖିଲାକୁ ଝିଅ ମୂଳରୁ ଆସୁନି। ଆମେ ସେଠୁ ଗୋଟେ ଜିନିଷ ଦେଖିପାରୁଥିଲୁ, ବାରମ୍ବାର ସମସ୍ତେ ମିଟିଂରେ ବସିଥିବା ସମୟରେ ଆଜ୍ଞା ତାଙ୍କ ବାପା ଖାଲି ଉଠିକି ଚାଲି ଯାଉଥିଲେ ବାହାରକୁ, କ'ଣ ପାଇଁ? ଆଜ୍ଞା ତାଙ୍କ ବାପା କାହିଁ ଚାଲି ଯାଉଥିଲେ? ଆପଣ ସେମିତି କିଛି କଟୁ କଥା କହୁଥିଲେ କି ତାଙ୍କୁ? ନା ଆମେ କାହିଁ କଟୁ କଥା କହିବା? ଆମେ ତାଙ୍କୁ ଖରାପ ଲାଗୁଥିଲା ଭୁଲ କରିଛନ୍ତି ବୋଲି? ଆଜ୍ଞା ଚୋରି ଉପରେ ଯୋଉ ସୀମା ଚୋରି ସେଇ ଜିନିଷଟା ଆଜ୍ଞା, ସେଇଥିପାଇଁ ବୋଲିକି ମୁହଁ ଲୁଚିକି ମୁହଁ ଦେଖେଇ ସେ ବର୍ତ୍ତମାନ ଚାଲି ଯାଉଛି। ଆଜ୍ଞା ସିଏ ଝିଅ ବାଲା ତ ଆଜ୍ଞା, ଝିଅର ପଟେ ସବୁ ଆଇନ କାନୁନ, ସେଥିଲାଗି ସିଏ ଟିକେ ସେମିତି ରଙ୍ଗ ଦେଖାଉଛନ୍ତି, ଯାହାକି ବର୍ତ୍ତମାନ ତ ଆମ ପୁଅର ଭବିଷ୍ୟତ ଗଲା। ମୁଁ ଭାବୁଛି ସେ ପୁଅର ଭବିଷ୍ୟତ କ'ଣ ହବ ମୁଁ ତ କିଛି ଜାଣିପାରୁନି। ସେ କହୁଛନ୍ତି ମୋ ଝିଅର ମାନସିକ ଅବସ୍ଥା ଠିକ ନାହିଁ। ସେଇଟା ଭୁଲ କଥା କହୁଛନ୍ତି। ମାନସିକ ଏଥିରେ କ'ଣ, ଆମେ ତ ସେଠି ଝଗଡ଼ା ଝାଟି ଚାହୁଁନୁ କି କିଛି, ସାମାନ୍ୟ ଛୋଟ ସମାଧାନଟେ। ସେ ଝିଅ ଆସିଥାନ୍ତା ଆଜି ବାସ୍ ଛୋଟିଆ ଛୋଟିଆ କଥା କିଏ କ'ଣ ଦେଲା ନେଲା ତ ଆମେ ମିଡ଼ିଆରେ ମୁଁ କହିଦେଇଛି ଆମର କିଛି ଦରକାର ନାହିଁ ବୋଲି। ତାଙ୍କର ଯାହା ଦେଇଥିଲେ ବି ତାଙ୍କୁ ସବୁ ଦିଆହେବ ବୋଲି ଆମେ କହିଦେଇଛୁ, କିଛି ଦେଇ ବି ନାହାନ୍ତି। ଟଙ୍କା 35,000 ଦେଇଥିଲେ ଜୋଇଁର ବାଟବରଣୀ ଖର୍ଚ୍ଚଟା, ଆଉ ବାକି ମୁଦି 3ଟା ତାଙ୍କର ସେଠି ବନ୍ଦେଇଥିଲେ ବୋଧେ। ସେଠି ତ ତାଙ୍କର ଲେଖାପଢ଼ା ହେଇଲେ ଆମେ ତ ସେଇଆ ଦେବାକୁ ରାଜି ଅଛୁ, ଆଉ ତ ତାଙ୍କଠୁ କିଛି ଆମେ ଆଣିବାକୁ ବି ଚାହୁଁନୁ। ଯେ ସେ ଯେହେତୁ ସେମାନେ ଗରିବ ଲୋକ, ଆମେ ବି ଗରିବ ଲୋକ, ଆମେ କାହିଁ ଆମେ ଯାହା ହେଇଗଲା ସେଇ ବାବଦରେ ଆମକୁ ଆଗରୁ କହିସାରିଛି। ଏଠି ଆମେ କିଛି ଭିଡ଼ି ବି କରିନୁ। ସେ ତ ଆଲୋଚନା ଉପରୁ କଥା ଗଲାନି କି ଝିଅ ତ ଏଠିକି ଆସିଲାନି। ମେନ୍ କଥା ଝିଅ ଆସିଲାନି, ଆମେ କ'ଣ ସେଠି ବିଚାର କରିଥାନ୍ତୁ? ସେ ଯୋଉ ସୁନ୍ଦରୀ କନ୍ୟା ଜଣକ କାହିଁକି ଆସୁନାହାନ୍ତି? ମାନେ ସିଏ ତ ଆସିଲେ ଚୁଟକିରେ ଖେଳ ସମାଧାନ ହେଇଯାନ୍ତା। ମୁଁ ଭାବୁଛି ସିଏ କାହା ସାଙ୍ଗରେ ପଳେଇଛି ଆଜ୍ଞା, ଖରାପ ଭାବନ୍ତୁ ନାହିଁ। ସିଏ ପଳେଇଛି କାହା ସାଙ୍ଗରେ ଆଜ୍ଞା, ନହେଲେ ତାଙ୍କ ବାପା ନିଜେ ଯାଇକିନି IACଙ୍କଠୁ ମ୍ୟାଡ଼ାମଙ୍କଠୁ ସେଠି ଲେଖା ନେଇକି ଆଇଲେ। ମୁଁ ବି ନିଜେ ଯାଇଥିଲି, ଲେଖା ନେଇକି ଆଇଲୁ, ହେଲେ ଝିଅ ଆସିଲା ନାହିଁ। ମାନେ ଝିଅ କାହା ସହିତ ପଳେଇଛି ଆଜ୍ଞା, ଘରକୁ ଆସିନି। ମୁଁ ସେ କଥା କହିପାରିନି ଆଜ୍ଞା। ଝିଅ ଆସିନି ମାନେ ଝିଅ ଘରେ ନାହିଁ, ଝିଅ କୁଆଡ଼େ ପଳେଇଛି ଆପଣ ଯାଇ ଦେଖନ୍ତୁ। ଆପଣ କହିଲେ ଯେ ଝିଅ କୁଆଡ଼େ ପଳେଇଛି, ଝିଅ କୁଆଡ଼େ ପଳେଇଛି ମାନେ କ'ଣ ଆଜ୍ଞା? ମାନେ କ'ଣ ଆଜ୍ଞା, ଝିଅ କୁଆଡ଼େ ପଳେଇଛି ମାନେ ମୁଁ ଭାବୁଛି କି କ'ଣ ଚକ୍ରାନ୍ତ, ସିଏ କୋଉ ବନ୍ଧୁବାନ୍ଧବ ଘରକୁ ପଳେଇଛି କି ଲୁଚୁଛି, ତାକୁ ଏଇ ଯୋଉ ସବୁ ହେଲା ପରେ ସେ କୁଆଡ଼େ ପଳେଇଛି ବୋଧେ ବନ୍ଧୁବାନ୍ଧବ ଘରକୁ ମତେ ଲାଗୁଛି। କିନ୍ତୁ ଝିଅ ଯଦି ଦେଖୁଥିବେ ଆପଣଙ୍କୁ, ଝିଅକୁ କ'ଣ କହିବେ? ଏତେ ତ କିଛି ଅସୁବିଧା କିଛି ନାହିଁ, ଏମିତି ତ ନୀତିଦିନିଆ ଘଟଣାରେ ହୁଏ। ଝିଅକୁ କହୁଛି ମାଲୋ ତୁ ମୋ ଝିଅ ଭଳିଆ ଆସିକି ଏଠି ସମାଧାନ କରିଦେ, ପୁଅ ଜୀବନ ବି ସୁଖମୟ ହଉ, ତୋ ଜୀବନ ବି ସୁଖମୟ ହଉ। ଏଠି କିଛି ଆମେ
ଚାହୁଁନୁ କିଛି ଝାମେଲା ଝାଟି ପବ୍ଲିକ ଯେତେ ସବୁ ଗାଁ ସାହି ପଡ଼ିଶା ଅଛନ୍ତି କାହା ପାଖରେ ସମୟ ନାହିଁ ଯେ ବାରମ୍ବାର ଆସି ଏଠି ଡିସାଇଡ଼୍ କରିବେ କେହି ଡିସାଇଡ଼୍ କରିବାକୁ ଆସିବେନି 2-4 ଜଣ ହଉ ପଛେ ଆମ ଥାନାକୁ ହଉ ଆସିକି ଆମେ ତ ଆପଣଙ୍କ ଥାନାକୁ ଯିବୁନି ଯେହେତୁ ଆପଣ ଯାଇଛନ୍ତି ଆମକୁ ଛାଡ଼ିକି ଆମେ ଆପଣଙ୍କୁ ଛାଡ଼ିକି ଯାଇନୁ ତ ଆମ ଥାନାକୁ ଆସିକିନି ଆମ ଥାନାରେ ଆସିକି ବସିକିନି ସମାଧାନ କରିଦେଇ ଲେଖାପଢ଼ା କରିଦେଇକି ଗୋଟେ ଛୋଟିଆ ମୋଟିଆ କିନି ବାସ୍ ଏଗ୍ରିମେଣ୍ଟ କରିଦେଇକିନି ଆପଣ ଯାଆନ୍ତୁ ଭାରି ଝିଅ। ଆପଣଙ୍କ କଥାରୁ ଯାହା ଜଣାପଡ଼ୁଛି ଆପଣଙ୍କର ସେ ଝିଅ ପ୍ରତି ଟିକେ ବି ରାଗ ଅଭିମାନ ରାଗ ଅଭିମାନ ସେ କ'ଣ ଅଛି ଆଜ୍ଞା ସମାଧାନ ହେଇଗଲେ ସବୁ କିଛି ଠିକ୍ ହେଇଯିବ। ଯେ ଯୋଉ ପୁଅକୁ କିଏ ମାଙ୍କଡ଼ କୁକୁର ଏମିତି ସେ ସବୁ କଥା ଛାଡ଼ନ୍ତୁ ସେ ସବୁ କଥା ସେ ଗଲା ସେ କଥା ସିଏ ସେ ଆସିକି ପର ଲୋକ ବାହାର ଲୋକ କହିଲେ ପୁଅକୁ ହେଲା କି ବହୁତ ଲୋକ ପୁଅକୁ ଭଲ ପାଆନ୍ତି ସେସବୁ ବାବଦରେ ଆମ ପୁଅ ମନରେ କିଛି ଦୁଃଖ ନାହିଁ ହେଲା କି ଯଦି ପୁଅ ମନରେ ଦୁଃଖ ଥାନ୍ତା ସେ ମରିସାରନ୍ତାଣି ସେମିତି ବାବଦରେ କିଛି ଆମ ମନରେ ଦାଗ ଘଷା ନାହିଁ ସେମିତି ସମାଧାନ କରିଦିଅନ୍ତୁ ଆମ ପୁଅ କେମିତି ଜୀବନ ରକ୍ଷା ପାଇଯାଉ ସେ ଝିଅ କେମିତି ଜୀବନ ରକ୍ଷା ପାଇଯାଉ। ମହିଳା ଥାନାରେ ସେ ଅଭିଯୋଗ କରିଥିଲେ ଆଜ୍ଞା ଆଜି ସମାଧାନ ହେଉଥିଲା ବେଳେ ସେ ଏଫଆଇଆର କପିଟା ମାଗିଲେ ତାଙ୍କ ବାପା କହିଲେ ଯେ ସେ ଏଫଆଇଆର କପି ସେ କଥା ମୁଁ କହିପାରିବିନି ମୁଁ ଏତେ କଥା ଯାଉନି ମୋତେ ଶେଷ ଜିନିଷ ମୋତେ ସମାଧାନ ଦରକାର ସେ ଝିଅ ଭଲରେ ଆସିକିନି ଅଳ୍ପ ବହୁତ କିନି ସମାଧାନ କରିଦେଉ ଏ ମିଡ଼ିଆ ଫିଡ଼ିଆ ଏସବୁ ଯେଉଁ ଜିନିଷ ଗୁଡ଼ାକ ଇଏ ହେଉଛି ସେ ଜିନିଷଟା ପ୍ରତି ଅଟୋମେଟିକ୍ ବନ୍ଦ ହେଇଯିବ ସିଏ ଯେତେ ଅବହେଳା କରୁଛନ୍ତି ଏସବୁ ନିଜ ଭାଇରାଲ୍ ତାଙ୍କର ହେଉଛି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କହୁଛନ୍ତି ତାଙ୍କର ମଜାକ ଉଡ଼ଉଛନ୍ତି ତାଙ୍କ ଜୀବନଟା ନଷ୍ଟ ହେଇଯାଉଛି ଆଚ୍ଛା, ସେ ନିଜେ ନିଜେ ନଷ୍ଟ କରୁଛନ୍ତି ଆଜି ଆଜ୍ଞା 22 ମାର୍ଚ୍ଚରେ ସମାଧାନ ହେଲାନି ଆଜ୍ଞା ତାହେଲେ ନେକ୍ସଟ ପୁଣି ନେକ୍ସଟ ବୁଧବାରକୁ ରଖିଛନ୍ତି ଯେ 4-5 ଜଣ ଆମର କିଛି ଆସିବେ ତାଙ୍କର 4-5 ଜଣ ଆସିବେ ହୁଏତ ସେଇଦିନ ଯଦି ହେଇଯାଏ ତାହେଲେ ଭଗବାନ ଦୟାରେ ଭଲ କଥା ନହେଲେ ତାପରେ ଯଦି ତାଙ୍କୁ ସେଥିରେ ବି ମନୋନୀତ ନୁହଁ ସେ ଥାନାକୁ ଆସିକି କରନ୍ତୁ କିନ୍ତୁ ଯୋଉଟା ସମାଧାନ ଅଳ୍ପକେ କରିଦିଅନ୍ତୁ ଆମେ କିଛି ତାଙ୍କୁ ମାଗୁନୁ ଯାହା ଆମେ ନେଇଛୁ ତାଙ୍କୁ ସବୁ ରିଟର୍ନ କରିଦେବୁ ଆମେ ବି କିଛି ନେଇନୁ ଯାହା ନେଇଛୁ ଟଙ୍କା 35 ବାଟ ଖର୍ଚ୍ଚ ଦେଇଥିଲେ ତାକୁ ବି ଦେଇଦେବୁ ମୁଁ 2-3ଟା ଦେଇଦେବୁ ବାସ୍ ସଇଲା ଆଉ ମୋତେ କିଛି ପଚାରନ୍ତୁନି କିନ୍ତୁ ତାହେଲେ ଝିଅ ଯଦି ଆରଥରକୁ ବି ନ ଆସେ ତାହେଲେ ବି ତ ସମାଧାନ ହବନି ଝିଅ ତ ଆସିବାକୁ ହିଁ ପଡ଼ିବ ନିହାତି ସେଟା ଦେଖାଯିବ ଆଜ୍ଞା ମୁଁ ଏବେ କିଛି କହିପାରିବିନି ସେମିତି ମୁଁ କେମିତି ଆଗ ମୁଁ କଣ ଭଗବାନ ମୋତେ ସେ କଥା କିଛି ପଚାରନ୍ତୁନି ଯାହା ହବ ସେତିକି ଆଜ୍ଞା ରଖନ୍ତୁ ଝିଅ ଆସିଲେ ହିଁ ସମାଧାନ ହବ। ଆସିଲେ ହିଁ ସମାଧାନ ହେବ ଆଜ୍ଞା ସେ ଚାହିଁଲେ ଝିଅ ଯଦି ଚାହିଁବ ତା ନିଜ ଇଜ୍ଜତ ବଞ୍ଚେଇବ ଆଉ ପୁଅ ଇଜ୍ଜତ ବଞ୍ଚେଇବ ଏସବୁ ଯେଉଁ ଜିନିଷ ଚାଲିଛି ବଦନାମ ଚାଲିଛି ମୋ ବି ଇଜ୍ଜତ ଆଜ୍ଞା ଯାଉଛି ଲୋକମାନେ କ'ଣ ନାହିଁ କ'ଣ ଭାବୁଛନ୍ତି ମୋତେ ବି ବହୁତ ଟେନସନ୍ ଲାଗିଲାନି ମୁଁ କୁଆଡ଼େ ବୋଧେ ପଳେଇବି ଭାବୁଛି ବମ୍ବେ ଫମ୍ବେ ପଳେଇବି ଆଜ୍ଞା ମୁଁ ଆଉ ଏଠି ରହିବିନି ମୁଁ ନହେଲେ ଆଉ ରହିଲେ ମୁଁ ବି ପାଗଳ ହେଇଯିବି ମୋର ଛୁଆ ଦୁଇଟା ଜୀବନ ଭବିଷ୍ୟତ ଅନ୍ଧାର ହେଇଯିବ ଆଜ୍ଞା ମୋର 2ଟା ଝିଅ ଆଉ କେମିତି ଛାଡ଼ି ପଳେଇବେ? ମୋତେ ମୁଁ ପାଗଳ ହେଇଯିବି ଆଜ୍ଞା ଏଇ ଆପଣମାନେ ଯେଉଁ ଆସିକି ସବୁ ଇଏ କରୁଛନ୍ତି ଲୋକମାନେ କେତେ ପ୍ରକାର କମେଣ୍ଟ ଦେଉଛନ୍ତି ମୁଁ କିଛି ବୁଝିପାରୁନାହିଁ କେମିତି କ'ଣ ସମାଧାନ କରେଇ ଦିଅନ୍ତୁ ସେ ଝିଅକୁ ହାତ ଯୋଡ଼ି କହୁଛି ସେ ଜଲ୍ଦି ଆସି ସମାଧାନ କରିଦେଉ ଦେଖିଲେ ତା ବାପା ଯେଉଁ ଭଳିଆ ପରିବାରର ଇଜ୍ଜତ ବଞ୍ଚିଯାଉ ଆଜ୍ଞା ଆଜ୍ଞା ତା ବାପା ଯେଉଁ ମୂର୍ଖ ବୁଦ୍ଧି କରୁଛି ଏ କେସ୍ ବେଶୀ ବଢ଼ି ଯିବ ଛିଡ଼ିବ ନାହିଁ ଜମା ଆଚ୍ଛା ଯଦି ଝିଅ ଦେଖୁଥିବ ତାଙ୍କୁ କ'ଣ କହିବେ ଆପଣଙ୍କ ମାଧ୍ୟମରେ? ଝିଅ ଯଦି ଶିକ୍ଷିତ ହେଇଥିବ ଯଦି ଝିଅ ଯଦି ଠିକ୍ ମାନେ ମଣିଷ ପିଲା ହେଇଥିବ ଗୋଟେ ପାଠଶାଠ ପଢ଼ିଥିବ ତା ମୁଣ୍ଡରେ ବୁଦ୍ଧି ଥିବ ସିଏ ଆସିକିରି ସମାଧାନ କରିଦେଉ କିଛି ମାନେ ଝାମେଲା ଝାଟି ନାହିଁ ଛୋଟିଆ ମୋଟିଆ କଥା ଏଇଟା କିଛି ବଡ଼ କଥା ନୁହଁ ବଡ଼ କଥା ସେ କରୁଛନ୍ତି ତାର ଇଚ୍ଛା ନଥିଲା ସେ ଚାଲିଗଲା ଆମେ ବି ସେଇଟା ଚାହୁଁଛୁ ଚାଲିଗଲା ସେଟା ତାର କ୍ଲୋଜ୍ କରିଦେଉ କେସ୍ଟାକୁ।